ମାନେ ସବୁଦିନ ତ ମଦ ପିଇବା ଯାଉଥିଲେ ତାଙ୍କେ ଆଉ ସେଦିନ ଏକା କେମିତି ମାନେ ମଦ ପିଇକି ଆସିଲା ପରେ ପେଟର ଯନ୍ତ୍ରଣା ସହ ବାନ୍ତି ଫାନ୍ତି ଟିକେ ହେଲା। ତାପରେ ଆମେ ମେଡ଼ିକାଲ ନେଲୁ ସେ ଆମର ଚିକେଟ ମେଡ଼ିକାଲକୁ। ଚିକେଟ ମେଡ଼ିକାଲରେ ଟ୍ରିଟମେଣ୍ଟ ଯାହା କିଛି କଲା ପରେ MKCG ତାଙ୍କେ ନେବାକୁ ଟିକେ କହିଲେ। MKCGରେ ଦେଖେଇଲୁ। ପରିବାର କହିଲେ କେମିତି ଏବେ ଚଳିବାଟା କେମିତି ପରିବାର ତ ପୁରା ମାନେ ଏବେ ଅବସ୍ଥା ଦେଖିଲେ ପୁରା ଖରାପ ତାଙ୍କର। ମାନେ ତାଙ୍କେ ନିଜେ ଯାହା କିଛି କଷ୍ଟ ପଡ଼ି ଆଣିଥିଲେ ଆଉ ଯାହା କିଛି କଷ୍ଟ କେମିତି ଚଳନ୍ତି ସେ ପୁଅ ଝିଅ ମାନେ ପୁଅ ତ ଜଣେ ଥିଲା ସେ ଏବେ ମରିକି 7-8 ବର୍ଷ ହେଲାଣି। ଆଉ ଝିଅଟା ଅଛି ଏବେ ଗୋଟେ ବୋଲି ଝିଅ। ବୋଉ ଅଛି ତାଙ୍କର, ବୋଉର 2ଟା ପୁଅ। ଚଳିଆ ଅବସ୍ଥା ପୁରା ତାଙ୍କର ପୁରା ଖରାପ ହେବ। ତାଙ୍କର ଝିଅ ସ୍ଥିତି ତାଙ୍କ ସ୍ତ୍ରୀ କେମିତି ଚଳିବେ ଏବେ ସେମାନେ କେମିତି କ'ଣ ଚଳୁଥିଲେ? ମାନେ ଚଳିବା ମାନେ ଏ ଜଣେ ହିଁ ଯାହା କିଛି ଅର୍ଜନ କରି ଆଣୁଥିଲେ ତାଙ୍କେ ଚଳିବା ଯାହା କିଛି ଚଳୁଥିଲେ। ଚଳିବା ପୁରା ଖରାପ କାହିଁକିନା ତାଙ୍କ ସ୍ତ୍ରୀ ମଧ୍ୟ ଏମିତି ଟିକେ ରୋଗରେ ଆକ୍ରାନ୍ତ ହୋଇକି ତାଙ୍କେ ବି ଏମିତି ଏକ ଅକାମୀ ହେଇକି ଅଛନ୍ତି। ଯାହା ବି ପରିବାର ଲୋକଙ୍କୁ କିଛି କ'ଣ ସହାୟତା ଦେଇଛି ଏପର୍ଯ୍ୟନ୍ତ ସରକାର? ନାଇଁ କିଛି ଦେଇନାହାନ୍ତି। କ'ଣ କହିବ ତାଙ୍କେ କ'ଣ ଦାବି କରିବେ? ଦାବି କ'ଣ ଯାହା କିଛି ଦେବେ ମାନେ ତାଙ୍କର ପରିବାର ଚଳିବା ପାଇଁ ଦେବେ। ଆଉ କ'ଣ ଅଧିକା ମୁଁ କହିବି। MKCG ରାକ୍ଷୀ ପୂର୍ଣ୍ଣିମା ସେ ଡେଟ୍ ଠିକ୍ ଡେଟ୍ କହିପାରିବିନି ମୁଁ କେବେ ଆସିଲେ ମନେ। ହଁ ରାକ୍ଷୀ ପୂର୍ଣ୍ଣିମା ପରେ ଆସିଥିଲି। କାଲି ମାନେ କହିପାରିବିନି ଘର ଲୋକ କହିଲେ ମାନେ ମେଡ଼ିକାଲରେ ଥିଲେ ତ 12:40 12:45 ବେଳକୁ ଫୋନ୍ କରିକି କହିଲା।